ବାର୍ଷିକୀଆ ପାଳନ କରୁଛନ୍ତି, ଧୁମଧାମରେ ପାଳନ କରିବେ, ରାଜଧାନୀକୁ ସଜେଇବେ। ଆଉ ଯାହା ସଂକଳ୍ପ ପତ୍ର ଦେଇଥିଲେ ତାର ହିସାବ ମଧ୍ୟ ସରକାର ଦେବେ। 365 ଦିନ ପାଇଁ 365 ପ୍ରକଳ୍ପର ଉଦ୍ଘାଟନ କେମିତି ଦେଖୁଛନ୍ତି? ସରକାର ଜନଙ୍କର ସରକାର କହୁଛନ୍ତି, ଜନକୁ ଛାଡ଼ି ପ୍ରତିନିଧିକୁ ଛାଡ଼ି ଆପଣ ଦେଖିବେ ଯେଉଁ ଜନ ଭରସା ଆକାଂକ୍ଷା ଭାବନା ନେଇକିରି ବିଜେପିକୁ ଭୋଟ ଦେଇଥିଲେ। ପ୍ରତିଶ୍ରୁତି ଅନେକ ପ୍ରତିଶ୍ରୁତି ଆପଣ ଦେଖିବେ, ଚିଟ୍ ବନ୍ଦ କଥା ଯଦି କହିବେ ଅଡିଏନ୍ସ କରି ଆମେ ଆଣିବୁ ଆଉ ସମସ୍ତଙ୍କୁ ନ୍ୟାୟ ଦେବୁ। ଭାଇ ସରକାର ବର୍ଷେ ପାଖାପାଖି ହେଇଗଲା, ବର୍ଷେ ହେଇଯିବ ଆଉ 4-5 ଦିନ କି 8 ଦିନ ପରେ ଭାଇ ସରକାର ତା ପ୍ରତି କୌଣସି ଅଣଦେଖା କଲେ। କୌଣସି ବିଧାନସଭା ଭିତରେ ଆମେ ଉତ୍ଥାପନ କରିଛୁ, ବିଧାନସଭା ବାହାରେ କେତେବେଳେ ମଧ୍ୟ ସେଇ କଥାକୁ ସେମାନେ ତ ଉଠେଇ ନାହାନ୍ତି ବା ସେ ରାସ୍ତା ହିଁ ସେଟା ଧରି ନାହାନ୍ତି। ଆପଣ ଦେଖିବେ ଏଗ୍ରିକଲଚର ବା ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା କଥା କହିଲେ କସ୍ତୁରୀ ଚଟଣି ହେଇପାରିବ ନାହିଁ। କଟି ଚଟଣି ତ ପୁଣି ତାଙ୍କ ନାକା ତଳେ ଚାଲିଛି, ତାଙ୍କ ଆଗରେ ଚାଲିଛି, କାହିଁ ସରକାର ସେଟା ରଖିପାରିଲେ? ଆପଣ ଦେଖିବେ 300 ୟୁନିଟ୍ କଥା କହୁଥିଲେ, ତାଙ୍କର ବକ୍ତବ୍ୟ ମୁଁ ରଖିବାକୁ ଚାହୁଁନାହିଁ। ସେମାନେ ଯେଉଁ ବିଭିନ୍ନ ସମୟରେ ବିଭିନ୍ନ ବକ୍ତବ୍ୟ ରଖିଥିଲେ, ତାଙ୍କ ଇସ୍ତାହାର ଥିଲେ, କାହିଁ ଗୋଟେ ୟୁନିଟ୍ ଇଏ ଯେଉଁ ଆମର ଓଡ଼ିଶାର ଜନସାଧାରଣଙ୍କୁ ଗୋଟେ ୟୁନିଟ୍ ଯଦି ସେମାନେ ଯଦି ଛାଡ଼ିଥାନ୍ତେ, ଆଜି ପର୍ଯ୍ୟନ୍ତ ଛାଡ଼ିନାହାନ୍ତି। ସୁଭଦ୍ରା ଯୋଜନାରେ ସମସ୍ତଙ୍କୁ ସାମିଲ କରିବାକୁ କହିଲେ, ସବୁ ମା' ମାନଙ୍କୁ, କିନ୍ତୁ ଦେଖାଗଲା କିଛି ମା' ମାନଙ୍କୁ ଛାଡ଼ିଦେଲେ। ଯେଉଁ ଯୋଜନା ହେଲା ଥରେ ଭିତରେ 50,000 2 ଦିନରେ 50,000 ଦେବା କଥା କହିଥିଲେ, କିନ୍ତୁ ଆପଣ 5 ବର୍ଷ ଲାଗଲା, 2ଟା ବର୍ଷରେ 2ଟା କିସ୍ତି 5 ବର୍ଷରେ, ଇଏ ପ୍ରତାରଣା କ'ଣ? ଆଉ ଗୋଟେ କହୁଛନ୍ତି ମୁଖ୍ୟମନ୍ତ୍ରୀ ଯେଉଁ ଆଶା ପୋଷଣ ରଖିଛନ୍ତି, ଜନତା ତାକୁ ଅପେକ୍ଷା କରୁଛନ୍ତି, ସେଟା ଖୁବ୍ ଶୀଘ୍ର ସାକାର ହେବ ବୋଲି। ସେ ଆଶା ପୋଷଣ କ'ଣ ରହୁଛି? ବର୍ତ୍ତମାନ ସରକାର ଆସିଲା ବର୍ଷେଟି ହେଲାଣି, ବିଧାନସଭା ବୋଧେ ଆପଣ ଜାଣିଥିବେ, ଆପଣ ସମସ୍ତ 3 ଥର ହେଲାଣି, ତା ଭିତରେ 2ଟା ବଜେଟ୍ ହେଲାଣି। 2ଟା ବଜେଟ୍ରେ ଗ୍ରାମ ପଞ୍ଚାୟତରେ ଗାଁ ସ୍ତରରେ ଆଜି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହେଇପାରିଲା ନାହିଁ। ହେଲେ କାହାର ସରକାର ସିଏ? ଜନସାଧାରଣଙ୍କର ଖର୍ଚ୍ଚ ହେଇପାରିଲାନି। ଗତ ଥର ଯେଉଁ ଟଙ୍କା ଖର୍ଚ୍ଚ ହେଲା ମାନେ 50 ଭାଗ ମଧ୍ୟ ଖର୍ଚ୍ଚ ହେଇପାରିନଥିଲା। ବର୍ତ୍ତମାନ ବଜେଟ୍ ନେଇଛନ୍ତି 200 କୋଟି ଟଙ୍କାର, 2 ଲକ୍ଷ ଟଙ୍କାର, 2 ଲକ୍ଷରୁ ଅଧିକ, କିନ୍ତୁ ସେଟା କାହାକୁ ଖର୍ଚ୍ଚ ବର୍ତ୍ତମାନ ତ ଗାଁ ଗାଁରେ କୌଣସି ପ୍ରକାର ବର୍ତ୍ତମାନ ସେ ପଇସା କ'ଣ ଏଇ ଯେଉଁ ସରକାରୀ କାର୍ଯ୍ୟକ୍ରମ ଯେଉଁ ଉତ୍ସବ ପାଳନ ହେବ? ଦେଖନ୍ତୁ ବର୍ତ୍ତମାନ ସରକାର ଆସିଛନ୍ତି, ଇଏ ସରକାର ବର୍ତ୍ତମାନ ମାନେ ତାଙ୍କେ ବର୍ତ୍ତମାନ ଆନନ୍ଦ ଉଲ୍ଲାସର ପରିଣତ କରୁଛନ୍ତି, କିନ୍ତୁ ଲୋକଙ୍କ ପାଇଁ ଆସିଥିଲେ, ଲୋକଙ୍କୁ ଯେଉଁ ଭରସା ଦେଇଥିଲେ, କାହିଁ ଗାଁ ଗହଳିରେ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତାଘାଟ ଏଇନେ ଲୋକଙ୍କର ନ୍ୟାୟ ପାଇପାରୁନାହାନ୍ତି। ତାକୁ ଆଗରେ କରନ୍ତୁ। ତାର ଭାବୁଛି ଯାହା ନ କରି ସରକାର ଗୋଟେ ବର୍ଷ ପୂର୍ତ୍ତିରେ କେଉଁଠି ପାଳନ ହେବ, କେତେ ଟଙ୍କା ଖର୍ଚ୍ଚ ହେବ, ତାହାକୁ ନ ଦେଇକି କେଉଁ ଗାଁରେ କେତେ କାମ ହେବ, କେଉଁ ଲୋକଙ୍କ ଅବସ୍ଥା ଅଛି, କାହାକୁ ଆବାସର ଅବସ୍ଥା ଅଛି, କାହାକୁ ପେନ୍ସନର ଅବସ୍ଥା, ତାକୁ ଧ୍ୟାନ ଦେଲେ ଭଲ ହେବ।